ଯେତେବେଳେ ଆପଣ ମାନେ ବୋଲବମ୍ ଆସିବେ କେମିତି ଜଳ ନେଇକି ମହାଦେବଙ୍କ ପାଖକୁ ଆସିବେ, କ'ଣ ରହିଛି ତାର ପୂଜାବିଧି, କେମିତି ପୂଜା କରିବେ, ଘାଟରେ କେମିତି ପୂଜା କରିବେ, କ'ଣ ରହିଛି ପୂଜାବିଧି, ଆଉ ଜଳ କେମିତି ନେଇକି ଆସିବେ, ସମ୍ପୂର୍ଣ୍ଣ ଭାବରେ ଭିଡ଼ିଓଟିକୁ ଦେଖନ୍ତୁ। ଏ ବିଷୟରେ ନିଶ୍ଚିନ୍ତ ଭାବରେ ଆପଣଙ୍କର ଜ୍ଞାନ ବଢ଼ିବ। ମୁଁ ଯେତିକି ଜାଣିଛି ଚେଷ୍ଟା କରିବି ଆପଣମାନଙ୍କୁ ମଧ୍ୟ ଜଣାଇବା ପାଇଁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ତେବେ ଆସନ୍ତୁ ଆରମ୍ଭ କରିବା। ତେବେ ପ୍ରଥମରେ ଯେତେବେଳେ ଆପଣମାନେ ପ୍ରଥମେ ନଦୀରେ ଯାଇକି ପହଞ୍ଚିଗଲେ, ସମସ୍ତେ ବାହୁଙ୍ଗା ନେଇଥିବେ, ପୂର୍ବଦିନ ତ ଯେଉଁଠି ହେଲେ ବିଶ୍ରାମ କରିଥିବେ, ସକାଳୁ ସକାଳୁ କିମ୍ବା ଭୋରୁ ଭୋରୁ ଆପଣମାନେ ନଦୀ ଘାଟରେ ପହଞ୍ଚିଗଲେ, ଯେଉଁଠୁ ଆପଣମାନେ ଜଳ ନେବେ, ପାଣି ଆଣିବେ। ସେଠି ପହଞ୍ଚିବା ପରେ କ'ଣ କରିବେ ନା ନା ପ୍ରଥମେ ଆଗେ ବାହୁଙ୍ଗାକୁ ରଖିଦେଲେ ଗୋଟେ ଜାଗାରେ ସାଇଡ଼୍ କରି ରଖିଲେ। ପ୍ରଥମେ ଆପଣ ନିଜେ ଗାଧେଇବେ, ଯେତିକି ଜଣ ଯାଇଛନ୍ତି ସମସ୍ତେ ଗାଧେଇବେ। ଗାଧେଇ ସାରିବା ପରେ, ଶୁଦ୍ଧ ହୋଇସାରିବା ପରେ, ଆପଣଙ୍କର ଯେମିତି ଝାଡ଼ା ଯିବା, ଦାନ୍ତ ଘଷିବା ଏସବୁ କରିବେ। କରିସାରିଲା ପରେ ଗାଧେଇବେ। ଗାଧେଇବା ପରେ ଆପଣମାନେ କ'ଣ କରିବେ ନା ସେଠି ଯେତେ ଜଣ ଥିବେ ସମସ୍ତେ ବାଲି, କିଛି ଯଦି ନଦୀରେ ବାଲି ଅଛି ତ ଭଲ କଥା, ନହେଲେ ସେ ଆଖପାଖରୁ ବାଲି ଆପଣଙ୍କୁ ସଂଗ୍ରହ କରିବାକୁ ପଡ଼ିବ। କାହିଁକିନା ବାଲିରେ ଶିବଲିଙ୍ଗ ଆପଣଙ୍କୁ ଗଢ଼ିବାର ଅଛି, ବାଲିରେ ଶିବଲିଙ୍ଗ ତିଆରି ହେବ ସେଠି। ପ୍ରଥମ କାମ ହେଉଛି ଏଇଟା। ତେବେ କ'ଣ କରିବେ ନା ପ୍ରଥମେ ଗୋଟେ ଜାଗାକୁ ପରିଷ୍କାର କରିବେ, ପାଣି ଛିଞ୍ଚିକି ପରିଷ୍କାର କରିବେ, ହାତ ମାରିକି ପରିଷ୍କାର କରିବେ। ଯଦି ଖତ ଥିବ ପାଖରେ ତ ଆହୁରି ଭଲ, ଖତ ପକେଇକି ତାକୁ ପୁରା ଜାଗାକୁ ପରିଷ୍କାର କରିବେ। ପାଣି ପକେଇ ପରିଷ୍କାର କଲେ, ପରିଷ୍କାର କରିବା ପରେ ସେଠି ଶିବଲିଙ୍ଗ ଗଢ଼ିବେ। ଯେତେ ଜଣ ଯାଇଥିବେ ସମସ୍ତେ ମୁଠାଏ ମୁଠାଏ ବାଲି ଦେବେ, ସମସ୍ତେ ମାନେ ମିଶିକି ଗଢ଼ିବେ, ସମସ୍ତେ ମୁଠାଏ ମୁଠାଏ ଦେବେ, ଅଧିକା ବି ଦେଇପାରିବେ। ସମସ୍ତେ ଦେବା ପରେ ଶିବଲିଙ୍ଗକୁ ଗଠନ କରିବେ। ଯିଏ ଆପଣମାନଙ୍କ ଗ୍ରୁପ୍ ଭିତରେ ଯିଏ ଅଧିକ ଜାଣିଥିବ ସେ ନିହାତି କାମଟି କରିବ। ତେବେ ଏଇଭଳି ଭାବରେ କରିବା। ଆଗେ ଶିବଲିଙ୍ଗ ଗଠନ କରିବେ। ଶିବଲିଙ୍ଗ ଗଠନ କଲା ପରେ ସମସ୍ତେ ସେଠି ପୂଜା ଅର୍ଚ୍ଚନା କରିବେ। ପ୍ରଥମେ ଆପଣମାନେ ଯେଉଁ ବେଲପତ୍ର, ଫୁଲ, ଦୁବ, ବଅଁର ପତ୍ର, ନଡ଼ିଆ, କଦଳୀ ଯାହା ଭୋଗରାଗ ନେଇଥିବେ, କ୍ଷୀର, ଗଞ୍ଜେଇ ଯାହା ନେଇଥିବେ ସବୁକିଛି ସେଠି ଅର୍ପଣ କରିବେ। ଗୁଆ, କଉଡ଼ି, ପଇସା ସବୁକିଛି ସେଠି ପ୍ରଥମେ ବାବାଙ୍କୁ ସାକ୍ଷୀ ରଖିକି ବାବାଙ୍କୁ ଆଗେ ସେଠି ପୂଜା କରିବେ। ତେବେ ବେଲପତ୍ର ଚଢ଼େଇବେ। ପ୍ରଥମେ ଶିବଲିଙ୍ଗ ଗଠନ ହୋଇସାରିଲା ପରେ ଗଙ୍ଗା ଜଳ ଅର୍ପଣ କରିବେ, ଗାଧେଇ ଦେବେ, ଚନ୍ଦନ ଲଗେଇଦେବେ, ସିନ୍ଦୁର ଲଗେଇଲେ, ତାପରେ ବେଲପତ୍ର, ଫୁଲ, ଦୁବ, ବଅଁର ପତ୍ର ଏସବୁ ଚଢ଼େଇଲେ। ଯଦି ଗଞ୍ଜେଇ ନେଇଥିବେ ଚଢ଼େଇବେ ଏବଂ ଅକ୍ଷତ ଚଢ଼େଇବେ। ଅକ୍ଷତ ଦେଲେ, ଏସବୁ ଜିନିଷ ଅର୍ପଣ କଲେ, ଧୂପ ଅର୍ପଣ କରିବେ, ଦୀପ ଅର୍ପଣ କରିବେ। ଏସବୁ ଚଢ଼େଇ ସାରିଲା ପରେ ଭୋଗ ଆକାରରେ କିଛି କଦଳୀ ଅର୍ପଣ କରନ୍ତୁ, ଗୋଟା ଚଢ଼େଇ ଦିଅନ୍ତୁ। ସେଠି କିଛି ଚକୁଟିବା ଦରକାର ନାହିଁ, ପଞ୍ଚାମୃତ କରିବାର କିଛି ଆବଶ୍ୟକତା ନାହିଁ, ଗୋଟା ଭୋଗ ସମର୍ପଣ କରିଦିଅନ୍ତୁ। ଏସବୁ ଚଢ଼େଇ ସାରିଲେ କ୍ଷୀର, ଗୁଡ଼, ମହୁ ଯାହା ନେଇଥିବେ ଆପଣମାନେ ସବୁକିଛି ନେଇକି ସେଠି ଅର୍ପଣ କଲେ। ଅର୍ପଣ କରିସାରିବା ପରେ କ'ଣ କରିବେ ନା ଆପଣମାନଙ୍କର ଯେଉଁ ସବୁ ବାହୁଙ୍ଗି ଥିବ ତାକୁ ପୁଣି ଧୋଇ ଧାଇ ଦେବେ। ଧୋଇ ଧାଇକି ଆପଣମାନେ ବର୍ତ୍ତମାନ ପାଣି ଆଣିବେ। ତେବେ ପାଣି ଆଣିବା ପୂର୍ବରୁ ପୂଜା ଯେତେବେଳେ ଆପଣଙ୍କର ଶେଷ ହୋଇ ଆସିବ ସମସ୍ତେ ପୁଷ୍ପାଞ୍ଜଳି ଆଗେ ଦେବେ, ଭଗବାନଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ଦେବେ। ତେବେ ଶିବ ପୂଜା କରିବେ ତେବେ ଆପଣମାନେ ଯଦି କିଛି ବି ମନ୍ତ୍ର ଜାଣିନାହାନ୍ତି ପୂଜା ସମୟରେ, ତାହେଲେ କେବଳ ଗୋଟିଏ ମନ୍ତ୍ରର ଆବଶ୍ୟକତା ଆପଣଙ୍କୁ ପଡ଼ିବ, ବା ଗୋଟିଏ ମନ୍ତ୍ର ଖାଲି ଜାଣିଲେ ମଧ୍ୟ ଆପଣଙ୍କର ହେଇଯିବ କାମ। ମନ୍ତ୍ରଟି ହେଉଛି କ'ଣ ନା ତ୍ରମ୍ବକଂ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଧନମ୍ ଉର୍ବାରୁକମିବ ବନ୍ଧନାତ୍ ମୃତ୍ୟୁ ମୋକ୍ଷ୍ୟମାମୃତାତ୍। ଖାଲି ଏଇ ମନ୍ତ୍ରରେ ସବୁକିଛି ଚଢ଼ାନ୍ତୁ। ବେଲପତ୍ର ଚଢ଼ାଉଛନ୍ତି ଏଇ ମନ୍ତ୍ରରେ ଚଢ଼ାନ୍ତୁ, ଫୁଲ ଚଢ଼ାଉଛନ୍ତି ଏଇ ମନ୍ତ୍ରରେ ଚଢ଼ାନ୍ତୁ, ପୁଷ୍ପାଞ୍ଜଳି ଦେଲେ ଏଇ ମନ୍ତ୍ରରେ ଚଢ଼ାନ୍ତୁ। କାହିଁକିନା ମୁଁ ତ କହିବାକୁ ଆପଣଙ୍କୁ ବହୁତ ଗୁଡ଼ିଏ ମନ୍ତ୍ର କହିଦେବି, କିନ୍ତୁ ଆପଣମାନେ ମନେ ରଖିପାରିବେନି। ତଥାପି ଗୋଟେ ଧ୍ୟାନ ମନ୍ତ୍ର ଆପଣଙ୍କୁ କହି ରଖୁଛି, ଯଦି ଆପଣମାନେ ମନେ ରଖିପାରିଲେ ତ ବହୁତ ଭଲ। ଏଇ ମନ୍ତ୍ରରେ ଆପଣମାନେ ପୁଷ୍ପାଞ୍ଜଳି ଚଢ଼ାନ୍ତୁ। ମନ୍ତ୍ରଟି ହେଉଛି କ'ଣ ଧ୍ୟାୟେ ନିତ୍ୟଂ ମହେଶଂ ରଜତ ଗିରିନିଭଂ ଚାରୁ ଚନ୍ଦ୍ରାବତଂଶଃ ରତ୍ନୋ କଳ୍ପ ଜ୍ୱଳାଙ୍ଗମଂ ପରଶୁ ମୃଗବରା ଭୀତି ହସ୍ତଂ ପ୍ରସନ୍ନମ୍ ପଦ୍ମାସୀନಂ ସମନ୍ତାତ ସ୍ତୁତಂ ମମର ଗଣେ ବ୍ୟାଘ୍ର କୃତିବସାନଂ ବିଶ୍ୱାଦ୍ୟಂ ବିଶ୍ୱବନ୍ଦ୍ୟಂ ନିଖିଳ ଭବଭୟହର ସର୍ବଲୋକୈକନାଥମ୍। ଏ ମନ୍ତ୍ରରେ ଯଦି ଆପଣମାନେ ଚଢ଼େଇ ପାରିଲେ ପୁଷ୍ପାଞ୍ଜଳି ତ ବହୁତ ଭଲ। ତେବେ ହେଇଗଲା ପୁଷ୍ପାଞ୍ଜଳି ଆପଣମାନେ ଦେଲେ। ପୁଷ୍ପାଞ୍ଜଳି ଦେବା ସମୟରେ ଆପଣ ଛିଡ଼ା ହେଇକି ପୁଷ୍ପାଞ୍ଜଳି ଦେବେ। ସମସ୍ତେ ଠିଆ ହେବେ, ଠିଆ ହେଇକି ପୁଷ୍ପାଞ୍ଜଳି ଦେବେ। ମନରେ ଯାହା ଅଭିଳାଷ ରଖିଛନ୍ତି, ଯାହା ମନୋକାମନା ରଖିଛନ୍ତି ସବୁ ଜଣେଇକି ପୁଷ୍ପାଞ୍ଜଳି ଦେବେ। ପୁଷ୍ପାଞ୍ଜଳି ଦେଇସାରିଲେ ବାହୁଙ୍ଗିରେ ପାଣି ଆଣିବା ପାଇଁ ଗଲେ, ଭଲ ପାଣି ଆଣିକି ଆସିଲେ। ଆଣିକି ଆସିବା ପରେ ସେ ଯେଉଁ ବାହୁଙ୍ଗିରେ ଆପଣଙ୍କର ଗଙ୍ଗା ଜଳ ତ ଆପଣମାନେ ଆଣିପାରିବେନି, ତେଣୁ ଆମେ କ'ଣ କରିବା କିଛି ଗଙ୍ଗା ଜଳ କିଛି ସେ ଦୁଇପଟ ଆପଣଙ୍କର ଯେଉଁ କଳସୀରେ ପକାଇଦେବେ କିଛି ଗଙ୍ଗା ଜଳ।
तापरे आपणकर गोटे गोटे कौड़ी पकेबे गोटे गोटे पैसा पकेबे गुआ दीटा एति पकेबे से जिनस पुणी कौटी ना आगे से जो शिवलिंग से गठन करेंगे से सब जिन रखि थे आगे से सब पूजार लगी ताकू से सब मिसेदेवे मिसेदेला समस्ते चंदन सिंदूर लगेबे जदि महिला अच्छा आपण ग्रुप ताले सिंदूर से लगेबे खाली चंदन लगातु विवाहिता महिला माने सिंदूर लगे पारे अविवाहिता झील मैंने सिंदूर लगेबार आवश्यकता ना आपण मैंने चंदन लगातु पुओ पिला जदि अच्छा ग्रुप भितर समस्ते ताले चंदन सिंदूर समस्ते लगातु लगे बाहुंगी धरवे बाहुंगी धरिकी आगे आसवे आसवा पूर्व कौन करेंगे ना जो शिवलिंग गठन कर विसर्जन करेंगे जी गढ़ी थे भांगे विसर्जन करेंगे पानी पकईकी बाबा को क्षमा मागिकी बाबा को कहे बाबा आम जो कम आपन को ये करूँ बर्तमान आम आप विसर्जन करदे विसर्जन करदे विसर्जन करदे जो बेलपत्र फूल ये सब को पानी विसर्जन करदे लिंग को भी एमती पूरा हाथ मारिकी पूरा सफा करदे से पानी पकईदेवे कहीं कार हाथ बाजो कार गोड़ बाजो आपंकर पाप हम आउ से जो शिवलिंग आप गठन कले तो सबुदिन रखिकी आपने पूजा करें तेणु ताकू पुणी विसर्जन हवा निहाती दरकार विसर्जन करदे आपण भर जे कई जन विसर्जन करदे क्षमा समस्ते मागे मंत्रहीनम क्रियाहीनम भाव भक्ता नथाकृतम जत पूजित मयादेव परिपूर्ण तदस्तु क्षमा मागिले क्षमा मागिला पर एक मुहा होगी से पानी धरिकी आसिले ये विधि आपण मैंने आसतु मंदिर जातु जाइकी आपण मैंने ओदा तो वस्त्र तो आपंकर ओदा थी पानी झरुव बाहुंगी जल धरिकी आपण मैंने मंदिर अभिमुखी चलले आसवा समय आपण मैंने जदि कौटी आपणकर परिश्रा लगिला आपन को झाड़ा जीवार अच्छी ताहले मध्य सेतबेले आपन को पुणी अथरे गाधेबार को पड़ो गाधेबा पड़ो निहाती भाव एवं आपण मैंने छेप पकेबेनी आपण मैंने कथा कहबेनी हसबेनी ये सब जिनस कि मजा मजलिस करके आसबे गोटे ध्यान आसबे बहुत बड़ काम टे कर आजिकल जुगरे बहुत पिला एक फैशन बोली भावी दौरान किंतु से नुह ये जिनसटी आप आणुंट जो जल टी आणुंट पाखर आणतु दूर आणतु एटा बहुत बड़ कथा आज्ञा अति सौभाग्यर कथा चिंता करंतु जो मानकर गोड़ ना हाथ ना से चाहिए भी कौन ये जिनसटी करें कि समस्ते भी करें आज्ञा मु तो कहि मो भाग्य भी जिनसटी ना कहीं मुझे देखूँ मु जड़े पूजक मु तो चाहिए भी जापरि दूर को पाख आगु आनी हम मुझे पाख आगु चाहिए भी आने किंतु दूर को जाइबनी कहीं आम तो पुणी पूजार रहिलु ना केमती जीवी तेणु आपन को भगवान से सौभाग्य देते आप आणुंट से बड़ कथा तेणु आणुंट जदि संपूर्ण विधि आणतु ध्यानर सहित आणतु निश्चिंत भाव में भगवान आपंकर कल्याण करेंगे वीडियो भल लगे वीडियो को लाइक करेंगे शेयर करेंगे चैनल को सब्सक्राइब करने को अनुरोध रही जय जगन्नाथ जय शिव शंभु।